ପିଲାମାନେ ଆଜି ଆମେ ଆମ ସପ୍ତମ ଶ୍ରେଣୀ ବିଜ୍ଞାନର ଚତୁର୍ଥ ଚାପ୍ଟର ଧାତୁ ଓ ଅଧାତୁର ଦୁନିଆର ଅଭ୍ୟାସ ପ୍ରଶ୍ନପତ୍ର ସବୁତକ କରିବା। ବୁଝିଲା? ଏକ ସୁନ୍ଦର ବିଷୟ। ବୁଝିହେଉଛି ତ? ତାହେଲେ ଦେଖ ପିଲାମାନେ, ପ୍ରଥମ କ୍ୱେଶ୍ଚିନ୍ ଆମକୁ ଦେଇଛି କେଉଁ ଧାତୁ ଶସ୍ତା ଓ ଏହାର ପତଳା ପାତକୁ ସହଜରେ ମୋଡ଼ି ଯେକୌଣସି ଆକାରର କରିହୁଏ ବୋଲି ଏହାକୁ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତି ପାଇଁ ସାଧାରଣତଃ ବ୍ୟବହାର କରାଯାଏ। ପିଲାମାନେ ତମେ ସବୁ ମିଠାରେ ଦେଖିଥିବ ଆଲୁମିନିୟମ ସବୁ ଘୋଡ଼ା ହେଇଥିବ। ବୁଝିହେଲା? କାରଣ ଆଲୁମିନିୟମଟା ଶସ୍ତା ଏବଂ ହାଲୁକା, ଏହାର ପତଳା ପାତକୁ ସହଜରେ ମୋଡ଼ା ଯାଇପାରେ, ସେଥିପାଇଁ ଖାଦ୍ୟ ପ୍ୟାକେଟରେ ଫଏଲ ତିଆରିରେ ବ୍ୟବହାର ହୁଏ। 2 ନମ୍ବର ଆମକୁ ଦେଇଛି କେଉଁ ଧାତୁ ଜଳ ସଂସ୍ପର୍ଶରେ ଆସିଲେ ନିଆଁ ଲାଗିଯାଏ। ପିଲାମାନେ ଇଏ ହେଉଛି ଆମର ସୋଡ଼ିୟମ। ସୋଡ଼ିୟମ ହେଉଛି ଅତ୍ୟନ୍ତ କ୍ରିୟାଶୀଳ। ଏହା ପାଣି ସହ ତୀବ୍ର ପ୍ରତିକ୍ରିୟା କରି ତାପ ଉତ୍ପନ୍ନ କରେ ଏବଂ ନିଆଁ ଲାଗିଯାଏ। 3 ନମ୍ବର ପ୍ରଶ୍ନ ପିଲାମାନେ, ନିମ୍ନଲିଖିତ ଉକ୍ତିଟି କେଉଁଠି ଠିକ୍ ବା ଭୁଲ କାରଣ ସହିତ ଆମେ ଦର୍ଶାଇବା। କରେ ଦେଇଛି ଆଲୁମିନିୟମ ଓ ତମ୍ବା ଦୁଇଟି ଅଧାତୁର ଉଦାହରଣ ଯାହା ବାସନକୁସନ ଓ ମୂର୍ତ୍ତି ତିଆରିରେ ବ୍ୟବହାର ହୁଏ। ପିଲାମାନେ ଏଇଟା ଭୁଲ ପ୍ରଥମରୁ, କାରଣ ଆମେ ଜାଣିଛେ ଆଲୁମିନିୟମ ଗୋଟେ ଅଧାତୁ ନୁହେଁ, ଗୋଟେ ଧାତୁ। ବୁଝିହେଲା? ତାପରେ ଖରେ ଦେଇଛି ଧାତୁ ଗୁଡ଼ିକ ଅମ୍ଳଜାନ ସହ ସଂଯୁକ୍ତ ହୋଇ ଅକ୍ସାଇଡ୍ ତିଆରି କରନ୍ତି ଯାହାର ଦ୍ରବଣ ନୀଳ ଲିଟମସକୁ ଲାଲରେ କରେ। ଏଇଟା ପିଲାମାନେ ଆମର ଭୁଲ, କାରଣ ଧାତୁ ଅକ୍ସାଇଡ୍ ସାଧାରଣତଃ କ୍ଷାରୀୟ ହୁଏ, ସେମାନେ ଲାଲ ଲିଟମସକୁ ନୀଳ କରିଥାନ୍ତି। ଗରେ ଅମ୍ଳଜାନ ଶୋଷଣ ପାଇଁ ଏକ ଅପରିହାର୍ଯ୍ୟ ଅଧାତୁ। ଏଇଟା ଆମର ଠିକ୍ ଅଛି, କାରଣ ସମସ୍ତ ସଜୀବଙ୍କ ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ନିହାତି ଆବଶ୍ୟକ। ଘରେ ଦେଇଛି ପାଣି ଫୁଟାଇବା ପାଇଁ ତମ୍ବା ପାତ୍ର ବ୍ୟବହାର ହୁଏ କାରଣ ସେଗୁଡ଼ିକ ବିଦ୍ୟୁତ୍ ସୁପରିବାହୀ। ପିଲାମାନେ ଏଇଟା ହେଲା ଭୁଲ, ତମ୍ବା ପାତ୍ର ବ୍ୟବହୃତ ହୁଏ କାରଣ ତମ୍ବା ତାପର ଭଲ ପରିବାହକ, ବିଦ୍ୟୁତର ନୁହଁ। ତାପର ସେ ଭଲ ପରିବାହକ, ବିଦ୍ୟୁତର ନୁହଁ। 4 ନମ୍ବର ଆମକୁ ଦେଇଛି କାହିଁକି କେବଳ ଅଳ୍ପ କେତେକ ଧାତୁ ଅଳଙ୍କାର ତିଆରି ପାଇଁ ଉପଯୁକ୍ତ। କାରଣ ପିଲାମାନେ ଆମେ ଧାତୁ ଅଳଙ୍କାର ତିଆରି ପାଇଁ ସୁନା, ରୂପା ଓ ପ୍ଲାଟିନମ୍ ପରି କେତେକ ଧାତୁ ବ୍ୟବହାର କରୁଛେ, କାରଣ ସେମାନଙ୍କ ପାଖରେ କିଛି ବିଶେଷ ଗୁଣ ଅଛି। ପ୍ରଥମେ ହେଉଛି ତାଙ୍କ ପାଖରେ ନମନୀୟତା ଅଛି। ଏହି ଧାତୁ ଗୁଡ଼ିକୁ ଭାଙ୍ଗି ନ ଯାଇ ସହଜରେ ବିଭିନ୍ନ ଆକାର ଓ ସୂକ୍ଷ୍ମ ଡିଜାଇନରେ ଗଢ଼ା ଯାଇପାରେ। 2ରେ ତାଙ୍କ ପାଖରେ ତନ୍ୟତା ଅଛି। ଏହା ମାନଙ୍କୁ ପତଳା ତାରରେ ପରିଣତ କରାଯାଇପାରେ ଯାହା ସୁନ୍ଦର ଅଳଙ୍କାର ତିଆରି ପାଇଁ ଉପଯୁକ୍ତ। ନେକ୍ସଟ, ତାଙ୍କ ପାଖରେ ଚମକ ଅଛି। ଏହି ଧାତୁ ଗୁଡ଼ିକ ଚମକଦାର ଓ ଆକର୍ଷଣୀୟ ଦେଖାଯାଆନ୍ତି ଯାହା ଅଳଙ୍କାରକୁ ସୁନ୍ଦର କରେ। ନେକ୍ସଟ ଆମର 5 ନମ୍ବର କ୍ୱେଶ୍ଚିନ୍ ମୁଁ ଅଲରେଡ଼ି କରିଦେଇଛି। ବିଦ୍ୟୁତ ତାର ତିଆରି ଆମର ତମ୍ବା, ସିଟା। ତାପରେ ସବୁଠାରୁ ନମନୀୟ ଓ ତନ୍ୟ ହେଉଛି ସୁନା। ନେକ୍ସଟ, ସଜୀବ ଏହା ବିନା ବଞ୍ଚିପାରିବ ନାହିଁ, ଅମ୍ଳଜାନ। ଆଇଭିରେ ଏହା ରହିଥିବା ରାସାୟନିକ ସାର ମୃତ୍ତିକାରେ ପ୍ରୟୋଗ କଲେ ଉଦ୍ଭିଦ ସୁସ୍ଥ ସବଳ ହୋଇ ବଞ୍ଚନ୍ତି, ଯବକ୍ଷାରଜାନ। ଭିରେ ଜଳ ବିଶୋଧନ ପାଇଁ ବ୍ୟବହୃତ ହୁଏ କ୍ଲୋରିନ୍। 6 ନମ୍ବର ପିଲାମାନେ ଆମକୁ ଦେଇଛି ମ୍ୟାଗ୍ନେସିୟମ ଓ ସଲଫର ସହ ଅମ୍ଳଜାନ ପ୍ରତିକ୍ରିୟା କଲେ କ'ଣ ହୁଏ? ଉତ୍ପନ୍ନ ଉତ୍ପାଦ ଗୁଡ଼ିକ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ କ'ଣ ଅଛି? ପିଲାମାନେ ପ୍ରଥମ ପଏଣ୍ଟ ହେଉଛି ଅକ୍ସିଜେନ ଓ ମ୍ୟାଗ୍ନେସିୟମ ପ୍ରତିକ୍ରିୟା କରି ମ୍ୟାଗ୍ନେସିୟମ ଅକ୍ସାଇଡ୍ ଗଠନ କରେ। ଏହା ଏକ କ୍ଷାରୀୟ ଅକ୍ସାଇଡ୍ ହେଲା। ଏବଂ 2 ନମ୍ବର ପଏଣ୍ଟ ଅକ୍ସିଜେନ ସଲଫର ସହିତ ମଧ୍ୟ ପ୍ରତିକ୍ରିୟା କରି ସଲଫର ଡାଇଅକ୍ସାଇଡ୍ ତିଆରି ହୁଏ ଯାହାକି ଏକ ଅମ୍ଳୀୟ ଅକ୍ସାଇଡ୍। 7 ନମ୍ବର ପିଲାମାନେ এই ଟେବୁଲଟାର ଆମ ଶୂନ୍ୟସ୍ଥାନ ପୂରଣ କରିବା। ତାହେଲେ ଦେଖ ପିଲାମାନେ ହେଲା, ପ୍ରଥମେ ଏଟା ଆମର ହେଇଯିବ ମ୍ୟାଗ୍ନେସିୟମ। ମ୍ୟାଗ୍ନେସିୟମ ଯେତେବେଳେ ବାୟୁ ସହିତ ପ୍ରତିକ୍ରିୟା କରିବ, ପ୍ରେଜେନ୍ସ ଅଫ ହିଟ୍, ସେତେବେଳେ ଆମର ପାଉଁଶ ତା ଦେହ ଜଳ ନିଷ୍କାସିତ ହୋଇଯିବ ହେଲା। ଏମିତି ରିଆକ୍ସନ ହେଇ ନୀଳ ଲିଟମସ୍ ଯେତେବେଳେ ଦ୍ରବଣରେ ପରିବର୍ତ୍ତନ ହେବ ସେତେବେଳେ କୌଣସି ପରିବର୍ତ୍ତନ ହେବ ନାହିଁ। ନାଲି ଲିଟମସ୍ ଦ୍ରବଣରେ ପରିବର୍ତ୍ତନ ନୀଳ ହେଇଯିବ, କାରଣ ଏଇଟା ହେଉଛି ଆମର ମ୍ୟାଗ୍ନେସିୟମ ଅଛି। ତାହେଲେ ସିଏ ଯଦି ନାଲି ଲିଟମସକୁ ନୀଳ କରିଦେଉଛି, ତାହେଲେ ମୋତେ ଏଇଠି କୁହ କମେଣ୍ଟ ବକ୍ସରେ ମ୍ୟାଗ୍ନେସିୟମ ଏକ ଧାତୁ ନା ଏକ ଅଧାତୁ? କିଏ ନାଲି ଲିଟମସକୁ ନୀଳ କରେ? ଗୋଟେ ଧାତୁ କରେ କି ଗୋଟେ ଅଧାତୁ କରେ? 8 ନମ୍ବର ପ୍ରଶ୍ନ ପିଲାମାନେ, ତୁମକୁ ନିମ୍ନଲିଖିତ ପଦାର୍ଥ ଗୁଡ଼ିକ ଦର୍ଶାଯାଇଛି। ଆଲୋଚନା କର ତୁମେ କେଉଁ ପଦାର୍ଥକୁ ପାଣି ଫୁଟାଇବା ପାତ୍ର ତିଆରି ପାଇଁ ସବୁଠାରୁ ଅଧିକ ପସନ୍ଦ କରିବ ଏବଂ କାହିଁକି? ପିଲାମାନେ ତମ୍ବା ତାପର ଏକ ଉତ୍ତମ ପରିବାହକ ଯାହା ତାପକୁ ଶୀଘ୍ର ଏବଂ ସମଭାଗରେ ବଣ୍ଟନ କରେ।
ଏହି କାରଣରୁ ପାଣିକୁ କ୍ଷମତାଶୀଳ ଭାବେ ଫୁଟାଇବା ପାଇଁ ଏହା ଉପଯୁକ୍ତ। ଏହା ଦୃଢ଼ ଏବଂ ଜଙ୍କ ଧରିବାକୁ ପ୍ରତିରୋଧୀ, ତେଣୁ ଉଚ୍ଚ ତାପମାତ୍ରା ଓ ପାଣି ସହିତ ଦୀର୍ଘ ସମୟ ବ୍ୟବହାର ପାଇଁ ଭଲ। ଲୁହା ମଧ୍ୟ ଭଲ ତାପ ପରିବାହକ ହେଲେ ମଧ୍ୟ ସେଥିରେ ଜଙ୍ଗ ଲାଗିଯାଏ ଲୁହାରେ, ଯାହାକୁ ମାନେ ଜଙ୍ଗ ମାନେ ବୁଝୁଛ ତ, କଳଙ୍କି, ଯାହାରୁ ନିୟମିତ ରକ୍ଷଣାବେକ୍ଷଣ ଦରକାର ପଡ଼େ। ତେଣୁ ଏହା କମ୍ ଉପଯୁକ୍ତ। ଗନ୍ଧକ, କୋଇଲା, ପ୍ଲାଷ୍ଟିକ, କାଠ ଏବଂ କାର୍ଡବୋର୍ଡ ତାପର ଖରାପ ପରିବାହକ ଏବଂ ଉଚ୍ଚ ତାପମାତ୍ରା ସହିବାକୁ ଅସମର୍ଥ। କିନ୍ତୁ ଭଙ୍ଗୁର କିମ୍ବା ଦାହ୍ୟ ମଧ୍ୟ କିଛି ଭଙ୍ଗୁର କିମ୍ବା ମାନେ ଦାହ୍ୟ ମାନେ ପୁରା ପୋଡ଼ି ହେଇଯିବ, ଯେମିତି କୋଇଲା, କାଠ ହେରିକା। ତାହେଲେ ସବୁଠାରୁ ଭଲ ହେଉଛି ଆମର ତମ୍ବା। 9 ନମ୍ବର ପ୍ରଶ୍ନ ଦେଇଛି, ତୁମକୁ ତେଲ, ଜଳ, ଭିନେଗାରରେ ବୁଡ଼ି ରହିଥିବା 3ଟି ଲୁହା କଣ୍ଟା ଦିଆଯାଇଛି। କେଉଁ କଣ୍ଟାଟି କଳଙ୍କି ଧରିବ ନାହିଁ ଏବଂ କାହିଁକି? ପିଲାମାନେ, ଲୁହାରେ କଳଙ୍କି ଲାଗିବା ହେଉଛି ଯେତେବେଳେ ଲୁହା ଜଳ କିମ୍ବା ଅକ୍ସିଜେନ ସହିତ ପ୍ରତିକ୍ରିୟା କରି ଆଇରନ୍ ଅକ୍ସାଇଡରେ ତିଆରି ହୁଏ, ସେତେବେଳେ କଳଙ୍କି ଲାଗେ। ତେଲ ଲଗାଯାଇଥିବା ଲୁହା କିଳିରେ ଏକ ସୁରକ୍ଷା ପତଳା ପରଦା ତିଆରି ହୁଏ, ଯାହା ଜଳ ଓ ଅକ୍ସିଜେନକୁ ଲୁହା ପୃଷ୍ଠରେ ପହଞ୍ଚିବାକୁ ଦେବ ନାହିଁ। ଏହିପରି ଭାବେ ଜଙ୍ଗ ଧରିବାକୁ ବାରଣ କରେ। ପାଣିରେ ରଖାଯାଇଥିବା କଳଙ୍କିରେ ଜଳ ଥିବାରୁ ଜଙ୍ଗ ଧରେ ଏବଂ ଭିନେଗାରରେ ରଖାଯାଇଥିବା କଳଙ୍କିରେ ଏସିଟିକ୍ ଅମ୍ଳ ଥିବାରୁ ଜଙ୍ଗ ଆହୁରି ଶୀଘ୍ର ଧରେ, କାରଣ ଏହା ଲୁହା, ଜଳ ଓ ଅକ୍ସିଜେନ ମଧ୍ୟରେ ପ୍ରତିକ୍ରିୟାକୁ ବଢ଼ାଇ ଦିଏ। ତେଲ ଲଗାଯାଇଥିବା ତାହେଲେ ସେ ଲୁହା ଜଙ୍ଗ ଧରିବ ନାହିଁ ସହଜରେ। ନେକ୍ସଟ କ୍ୱେଶ୍ଚିନ୍ 10 ନମ୍ବର ଆମର ଧାତୁ ଓ ଅଧାତୁର ବିଭିନ୍ନ ଧର୍ମ ବିଷୟରେ ବର୍ଣ୍ଣନା କରିବା। ପିଲାମାନେ, ପ୍ରଥମେ ଧାତୁମାନଙ୍କର ଗୁଣଗୁଡ଼ିକ ତାଙ୍କର ଦୈନନ୍ଦିନ ବ୍ୟବହାର ସିଧାସଳଖ ସମ୍ପର୍କିତ ଅଟେ। ଧାତୁକୁ ଆଘାତ କରି ସହଜରେ ପତଳା ପାତ୍ରରେ ତିଆରି କରାଯାଇପାରେ। ଏହି ଗୁଣ ଦ୍ୱାରା ଧାତୁର ବିଭିନ୍ନ ପ୍ରକାର ଉପକରଣ ଓ ପାତ୍ର ତିଆରି କରାଯାଏ। ଧାତୁକୁ ତାର ରୂପେ ଟାଣି ନିଆଯାଇପାରେ। ଏହି କାରଣରୁ ବିଦ୍ୟୁତ ତାର ତିଆରି ଧାତୁ ବ୍ୟବହୃତ ହୁଏ ହେଲା, ଏବଂ ଧାତୁକୁ ଆଘାତ କଲେ ମଧ୍ୟ ସେମାନେ ଘଣ୍ଟି ଭଳି ଶବ୍ଦ କରିଥାନ୍ତି। ଅଧାତୁ କ'ଣ? ଅଧାତୁ ସାଧାରଣତଃ ତାପ ଓ ବିଦ୍ୟୁତର ଖରାପ ପରିବାହକ, ତେଣୁ ଏହାକୁ ଇନ୍ସୁଲେନ୍ ସାମଗ୍ରୀ ବା ଯଥା ରବର ଭାବେ ବ୍ୟବହାର କରାଯାଏ। ଅକ୍ସିଜେନ ଭଳି ଅଧାତୁ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକ, କାରଣ ଏହା ଶ୍ୱାସକ୍ରିୟାରେ ଶକ୍ତି ଉତ୍ପାଦନ ପାଇଁ ବ୍ୟବହୃତ ହୁଏ। 11 ନମ୍ବର ପ୍ରଶ୍ନ, ଲୁହାକୁ କଳଙ୍କି ଧରିବାକୁ ରକ୍ଷା କରିବା ପାଇଁ ଗୋଟିଏ ଉପାୟ ହେଉଛି ଏହା ଉପରେ ଦସ୍ତାରେ ଏକ ପତଳା ଆବରଣ ଦେବା। ସଲଫର ଜଳ ସହିତ ପ୍ରତିକ୍ରିୟା କରେ ନାହିଁ। ଏହାକୁ ଲୁହା ଉପରେ ପ୍ରଲେପ ଦେବା ପାଇଁ ବ୍ୟବହାର କରିହେବ କି? ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର। ମାନେ ଉତ୍ତର ହେଉଛି ନା, କାରଣ ଗନ୍ଧକ ବା ସଲଫର ଲୁହାକୁ ଜଙ୍ଗ ଧରିବାକୁ ସୁରକ୍ଷା କରିପାରେ ନାହିଁ, କାରଣ ଜିଙ୍କ ଏହି କାମ ପାଇଁ ବ୍ୟବହୃତ ହୁଏ। କେଉଁ କାମ ପାଇଁ? କାରଣ ଏହା ଲୁହା ଉପରେ ଏକ ସୁରକ୍ଷା ଆବରଣ ତିଆରି କରେ। ଏହି ଆବରଣ ବାୟୁର ଅକ୍ସିଜେନ ସହ ପ୍ରତିକ୍ରିୟା କରି ଜିଙ୍କ ଅକ୍ସାଇଡ୍ ତିଆରି କରେ, ଯାହା ପାଣି ଓ ଅକ୍ସିଜେନକୁ ଲୁହା ପର୍ଯ୍ୟନ୍ତ ପହଞ୍ଚିବାକୁ ରୋକେ। ଏହା ଫଳରେ ଜଙ୍ଗ ଧରେ ନାହିଁ। କିନ୍ତୁ ଗନ୍ଧକ ପାଣି ଓ ବାୟୁ ସହ ଏହି ପ୍ରକାର ପ୍ରତିକ୍ରିୟା କରେ ନାହିଁ। ଏହା ଲୁହା ଉପରେ ସୁରକ୍ଷା ଆବରଣ ତିଆରି କରେ ନାହିଁ। ଯେହେତୁ ଗନ୍ଧକ ଏକ ଏମିତି ପତଳା ଆବରଣ ତିଆରି କରିପାରେ ନାହିଁ ଯାହା ପାଣି ଓ ଅକ୍ସିଜେନକୁ ଅଟକାଏ, ସେଥିପାଇଁ ଏହା ଜିଙ୍କ ପରି ଜଙ୍ଗ ରୋକିପାରେ ନାହିଁ। 12 ନମ୍ବର ପ୍ରଶ୍ନ, ଜଣେ ଲୁହା କାରିଗର କୌଣସି ଉପକରଣ ତିଆରି କରିବା ପୂର୍ବରୁ ନେଉଥିବା ଲୁହାକୁ ଉତ୍ତପ୍ତ କରିଥାଏ। ଏହି ପ୍ରଣାଳୀରେ ଉତ୍ତପ୍ତ କରିବା କାହିଁକି ଆବଶ୍ୟକ? ପିଲାମାନେ, ତାପ ଦେବା ଆବଶ୍ୟକ, କାରଣ ଏହା ଲୁହାକୁ ଅଧିକ ମାଲିଏବୁଲ ବା ସହଜରେ ଭଙ୍ଗାଯିବା ଓ ଆକାର ଦେବା ଯୋଗ୍ୟ କରେ। ଯେତେବେଳେ ଲୁହାକୁ ଗରମ କରାଯାଏ, ଏହା ନରମ ଓ ଅଧିକ ଲଚିଳା ହୋଇଥାଏ, ଯାହାଫଳରେ ଲୁହାକାର ଏହାକୁ କୁରାଢ଼ୀ, ଚିମଟା ଇତ୍ୟାଦି ଉପକରଣ ତିଆରି କରିବାକୁ ଆକାର ଦେଇପାରନ୍ତି। ସେହିପରି ତାପ ଦେବା ଲୁହାକୁ ଆବଶ୍ୟକ ଆକାରରେ ସହଜ ଏବଂ କାର୍ଯ୍ୟକ୍ଷମ ଭାବରେ ଢାଳିବାରେ ସାହାଯ୍ୟ କରେ। ବିଷୟଟି ସମ୍ପୂର୍ଣ୍ଣ ଅଭ୍ୟାସ ସରିଗଲା ପିଲାମାନେ। ଧନ୍ୟବାଦ ପିଲାମାନେ।